ट्रेन ट्रैक्ରୁ ମୃତଦେହ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ପ୍ରତିଭା କଲେଜ ରେସିଡେନ୍ସିଆଲ ହାयर ସେକେଣ୍ଡାରୀ ସ୍କୁଲ ଛତ୍ରପୁରରେ ପଢୁଥିଲା। 2023 ରେ ଜଏନ୍ ହେଇଥିଲା। ଫାର୍ଷ୍ଟ ଇୟର ସରିଥିଲା। ସେ କଲେଜ ଟାଉନରେ ଥିଲା। ଟାଉନରୁ ସିଫ୍ଟ କଲେ ବର୍ତ୍ତମାନ 25 ଦିନ ହେଲା ଟାମ୍ପରା। ସେଠି କୌଣସି ସୁରକ୍ଷାର ବ୍ୟବସ୍ଥା ନାହିଁ କି ସିସିଟିଭି ବି ନାହିଁ। ଗେଟ୍ରେ ବି ବ୍ୟବସ୍ଥା ନାହିଁ। ଏଣ୍ଟ୍ରି ଏକ୍ଜିଟ୍ରେ କୌଣସି ସିକ୍ୟୁରିଟି ବ୍ୟବସ୍ଥା ନାହିଁ। ଫାର୍ଷ୍ଟ ଇୟର ସରିଛି। ସେକେଣ୍ଡ ଇୟର ମୁଁ ନେଇ 29 ତାରିଖରେ ଛାଡ଼ିଛି। ଛାଡ଼ିଲା ପରେ ମୋତେ ବୁଧବାର ସକାଳ 6:30ରେ ମିସିଂ ହେଉଛି ବୋଲି 9ଟା ମୋତେ କନଫର୍ମ କଲେ। ମୁଁ ଯାଇ ସେଠି ଆଟେଣ୍ଡ କଲି 12ଟାରେ। 12ଟା ପରେ ସେ 250 ମିଟର ଦୂର ରେଲୱେ ଟ୍ରାକରୁ ଗୋଟେ କ୍ଷତ ବିକ୍ଷତ ଗୋଟେ ଶବ ମିଳିଲା। ସେଠି ମୋତେ ନେଲେ। ସେଠି ଦେଖିଲା ପରେ ମୋ ପେସେନ୍ସ ରହିଲାନି। ମୁଁ ଜାଣିପାରିଲିନି ଏତେ ଟୁକୁଡ଼ା ଟୁକୁଡ଼ା ହେଇଛି, ମୁଁ ଜାଣିପାରିଲିନି। ତାପରେ କଲେଜ ପ୍ରବନ୍ଧକ ପାଖକୁ ଆସିଲି। ସେମାନେ ମୁଁ ପଚାରିଲି, ପ୍ରକୃତ ପିଲାର ସମ୍ପୂର୍ଣ୍ଣ ଦାୟିତ୍ୱ କଲେଜ ପ୍ରବନ୍ଧକ। ସେମାନେ ସାର୍ ପୁରା ମର୍ଡର କରିଛନ୍ତି ଏ ପିଲାକୁ। ବୁଧବାର 1 week ପୂର୍ବରୁ ସେ କୌଣସି ପ୍ରୋବ୍ଲେମ କହିନଥିଲା। ଡିପ୍ରେସ ଥିଲା। କ'ଣ ଡିପ୍ରେସ ବୋଲି ସେ ସବୁ କହୁଥିଲା ସାର୍ ଭଲ ଅଛି, କିଛି ଅସୁବିଧା ନାହିଁ, ଖାଇବା ପିଇବା ଅସୁବିଧା ନାହିଁ। ପରିବାରକୁ ନ୍ୟାୟ ଦାବି କଲା ବିଜେଡି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରୁ ଆସିଛି ଅଭାବନୀୟ ଘଟଣା। ପିଲାର ଉଜ୍ଜଳ ଭବିଷ୍ୟତ ଓ ଉଚ୍ଚ ଶିକ୍ଷିତ କରାଇବା ଲାଗି ଗାଁରୁ ସହରକୁ ପାଠ ପଢ଼ାଇବା ପାଇଁ ଛାଡ଼ିଥିବା ହେଲା କାଳ। ସୂଚନା ମୁତାବକ 29 ତାରିଖ ଅର୍ଥାତ୍ ମେ ମାସ ଗୁରୁବାର ଦିନ ସୁଶାନ୍ତ ସ୍ୱାଇଁ ନିଜ ପୁଅକୁ ଛତ୍ରପୁରଠାରେ ଥିବା ପ୍ରତିଭା ରେସିଡେନ୍ସିଆଲ କଲେଜରେ ପାଠ ପଢ଼ାଇବା ଛାଡ଼ିଥିଲେ। ହେଲେ ନିଜ ପୁଅ ସହ ସେ ଶେଷଥର ପାଇଁ ଗତ ମଙ୍ଗଳବାର ଅର୍ଥାତ୍ 24 ତାରିଖ ସନ୍ଧ୍ୟାରେ କଥା ହୋଇଥିବା ବେଳେ ସକାଳ ସମୟରେ କଲେଜ କର୍ତ୍ତୃପକ୍ଷ ପୁଅ ନିଖୋଜ ଥିବା ନେଇ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ କଲେଜରେ ପହଞ୍ଚିବା ପରେ କଲେଜ କର୍ତ୍ତୃପକ୍ଷ ନିକଟରେ ଥିବା ରେଳ ଟ୍ରାକ୍ରେ ଖଣ୍ଡ ବିଖଣ୍ଡ ମୃତଦେହ ଚିହ୍ନଟ ପାଇ ପାଖକୁ ନେଇଥିଲେ। ପରବର୍ତ୍ତୀ ସମୟରେ DNA ଟେଷ୍ଟ ପରେ ମୃତ ଶରୀରଟି ଝାଡ଼ବନ୍ଧ ଗ୍ରାମର ସୁଶାନ୍ତ ସ୍ୱାଇଁଙ୍କ ପୁଅ ବୋଲି ଚିହ୍ନଟ ହୋଇଥିଲା। ପରେ ଛତ୍ରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାରକୁ ହସ୍ତାନ୍ତର କରିଛି, ଯାହାକୁ ନେଇ ନିଜ ପୁଅକୁ କଲେଜ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଥିବା ବେଳେ ବିଜେଡି ପ୍ରକୃତ ଦୋଷୀଙ୍କୁ ଧରିବା ସହ ଯଥାଶୀଘ୍ର ପରିବାର ପାଇଁ ନ୍ୟାୟ ଦାବି କରିଛି। ବ୍ୟୁରୋ ରିପୋର୍ଟ, ଭାଇରାଲ ନ୍ୟୁଜ। ବହୁତ ଦୁଃଖଦ ଖବର। ଝାଡ଼ବନ୍ଧ ଗାଁ ପୁରା ଆଜି ଶୋକକୂଳ ପରିବେଶରେ ଅଛି। କାହିଁକି ନା ଗୋଟେ ପିଲା ଯେ ଶୁଭମ ତା ନାଁ ଥିଲା, ସେ ଏତେ ଭଲ ପିଲା ଯେ ଘରୁ କୁଆଡ଼େ ବାହାରକୁ ବାହାରୁ ନଥିଲା। କିନ୍ତୁ ବାପା ମା ତାକୁ ଆଗକୁ ଭଲ ପଢ଼ିବ ଏବଂ ସେ ଭଲ ମଣିଷ ହେବ ବୋଲି ଭାବି ଛତ୍ରପୁର ପ୍ରତିଭା କଲେଜରେ ଜଏନ୍ କରିଥିଲେ। ସିଏ 29 ତାରିଖ ଯାଇ ଏବେ ଜଷ୍ଟ 29 ତାରିଖରେ ଘରୁ କଲେଜକୁ ଯାଇଥିଲା। କିନ୍ତୁ ଦୁଃଖର ବିଷୟ, ବୁଧବାର ଦିନ ସକାଳୁ ଫୋନ ଆସିଥିଲା ଯେ ତମ ପୁଅ ନିଖୋଜ ଅଛି। ଆଉ ଏମାନେ ଯେତେବେଳେ ଯାଇ ଦେଖିଲେ, କୋଉଟେ ଖୋଜାଖୋଜି କଲେ, କୋଉଟେ ପାଇଲେ ନାହିଁ। ପରେ ପୋଲିସ କହିଲେ ଯେ ଗୋଟେ ମରା ଶରୀର ଛତ୍ରପୁର ରେଳ ଟ୍ରାକରେ ପଡ଼ିଛି। ଇଏ ଯେତେବେଳେ ଯାଇ ଦେଖିଲେ ସେ ପୁରା ଖଣ୍ଡ ବିଖଣ୍ଡ ହେଇଥିଲା। ଆଉ ସେଥିପାଇଁ ଇଏ ତାଙ୍କ ପିଲାକୁ ଚିହ୍ନି ପାରିନଥିଲେ। ପରବର୍ତ୍ତୀ ସମୟରେ DNA ଟେଷ୍ଟ ହେଇଥିଲା ଏବଂ ସେ ପିଲା ଆମର ବୋଲି ଜଣା ପଡିଥିଲା। କିନ୍ତୁ ଦେଖନ୍ତୁ, ଇଏ ବହୁତ ଦୁଃଖର କଥା। ଆପଣ ଯୋଉଟା ଅଛି, ଯୋଉ ତାର ଫଟୋ ଅଛି ସେ ମରା ଶରୀରର, ଆପଣ ଦେଖିପାରିବେ ନାହିଁ। ପୁରା ଖଣ୍ଡ ବିଖଣ୍ଡ ହେଇଯାଇଛି। ଏଇଟା ପୁରା ଜଣା ପଡୁଛି ଯେ କିଏ ତାକୁ ନେଇ ମାରି ଯେପରି ରଖିଥିବ ବୋଲି ପୁରା ସମ୍ପୂର୍ଣ୍ଣ ସମସ୍ତେ ଭାବୁଛନ୍ତି। କାହିଁକି ନା ଜଣେ ଯଦି ରେଲରେ କଟିବ ହେଲେ ତ ଛେଡି ପଳେଇବ, ନହେଲେ ଖଣ୍ଡେ କି ଦି ଖଣ୍ଡ କଟିବା କଥା। ଇଏ ପୁରା ତାକୁ ଯେପରି ନେଇ ଗୋଟେ ମରା ଶରୀରକୁ ପ୍ଲାଟଫର୍ମ ଉପରେ ରଖିଲେ ଯେପରି ହବ ସେପରି ହେଇଯାଇଛି। ଆଉ ଆମର ଗାଁ ତରଫରୁ ଏବଂ ତାଙ୍କ ବାପା କେସ୍ ଦେଇଛନ୍ତି ଅଲରେଡି। ଆମେ ଗାଁ ତରଫରୁ ଯାଇ କଲେକ୍ଟରଙ୍କୁ ଏସପିଙ୍କୁ ମିଶିବୁ। ଯିଏ ବି ଦୋଷୀ ହଉଛି ହଉ, ସିଏ ଦଣ୍ଡ ପାଇବ। ଏଠାରେ ରାଜନୀତିର କିଛି ନାହିଁ। ଆମ ଗାଁର ଗୋଟେ ପିଲା ମରିଛି,
ଏବଂ ତା ପାଇଁ ଯୋଉଟା ଦରକାର ପଡ଼ିବ ଆମେ ଲଢ଼ିବା ପାଇଁ ରେଡି ଅଛୁ।